ଓଁ ନମୋ ଭଗବତେ ବାସୁଦେବାୟ। ବିଦୁର ଭୀମଙ୍କର ବଳବୀର୍ଯ୍ୟ କଥା ଜାଣିଥିଲେ। ତେଣୁ ମୋତେ କୃପା କରି କୁହନ୍ତୁ ତ, ଗାଣ୍ଡୀବ ଧନୁର୍ଧାରୀ ଅର୍ଥାତ୍ ଅର୍ଜୁନ ଏବଂ ଯେ ମହାରଥୀ ମାନଙ୍କ ମଧ୍ୟରେ ଶତ୍ରୁମାନଙ୍କୁ ବିନାଶ କରିବା ଯୋଗୁଁ ସର୍ବଦା କୀର୍ତ୍ତିମାନ ସେ କୁଶଳରେ ଅଛନ୍ତି ତ? ଥରେ ଅର୍ଜୁନଙ୍କର ସରଜାଲରେ ଆବଦ୍ଧ ହୋଇଥିଲେ ସୁଦ୍ଧା କପଟ କିରାତ ବେଶଧାରୀ ଶିବ ଅର୍ଜୁନଙ୍କର ଯୁଦ୍ଧ ନୈପୁଣ୍ୟ ଦେଖି ସନ୍ତୋଷ ଲାଭ କରିଥିଲେ। ଯମଜ ଭାଇ ଦି ଜଣ ନକୁଳ ସହଦେବ, ଯେଉଁମାନେ ଭାଇମାନଙ୍କ ଦ୍ୱାରା ସୁରକ୍ଷିତ ଅଟନ୍ତି, ସେମାନେ କୁଶଳରେ ଅଛନ୍ତି ନା? ଆଖି ଯେପରି ପତା ଦ୍ୱାରା ସର୍ବଦା ସୁରକ୍ଷିତ, ସେ ଭାଇ ପୃଥା ପୁତ୍ର ମାନଙ୍କ ଦ୍ୱାରା ସୁରକ୍ଷିତ। ଗରୁଡ଼ ଯେପରି ଚକ୍ର ହେଉଛି ବଜ୍ରଧାରୀ ଇନ୍ଦ୍ରଙ୍କ ମୁଖରୁ ଅମୃତ ହରଣ କରିଥିଲେ, ସେହିପରି ପୃଥା ପୁତ୍ର ମାନେ ସେମାନଙ୍କ ବୈରୀ ଦୁର୍ଯ୍ୟୋଧନ ହାତରୁ ତାଙ୍କର ନ୍ୟାୟୋଚିତ ରାଜ୍ୟ ଛଡ଼େଇ ଆଣିଥିଲେ। ସେମାନେ ଭଲରେ ଅଛନ୍ତି ନା? ପାଣ୍ଡବ ମାନଙ୍କର ସାନ ଭାଇ ନକୁଳ ସହଦେବ ସମ୍ବନ୍ଧରେ ବିଦୁର ଜିଜ୍ଞାସା କରୁଛନ୍ତି। ଏ ଯମଜ ଭାଇ ମାଦ୍ରୀଙ୍କର ସନ୍ତାନ। ମାଦ୍ରୀ ଅନ୍ୟ ପାଣ୍ଡବଙ୍କ ଦ୍ୱାରା ବିମାତା ଥିଲେ। ଯଦିଓ ନକୁଳ ସହଦେବ ବିମାତାଙ୍କ ପୁତ୍ର ଥିଲେ, ତଥାପି ଏ ତିନି ପାଣ୍ଡବ ଯୁଧିଷ୍ଠିର ଭୀମ ଅର୍ଜୁନଙ୍କ ଭଳି ସେମାନେ ପୃଥା ପୁତ୍ର ସଦୃଶ ସମାନ ଭାଇ ଥିଲେ। କାରଣ ମାଦ୍ରୀ ପାଣ୍ଡୁଙ୍କ ସହ ମୃତ୍ୟୁବରଣ କରିବାକୁ କୁନ୍ତୀ ଦେବୀ ନକୁଳ ସହଦେବଙ୍କର ଦାୟିତ୍ୱ ନେଇଥିଲେ। ଏ ପାଞ୍ଚ ଭାଇ ପୃଥିବୀରେ ପାଣ୍ଡବ ପାଞ୍ଚ ଭାଇ ନାମରେ ପରିଚିତ। ଏଇ ଯୋଉ ତିନି ଜଣ ବଡ ଆଉ ଦି ଜଣ ସାନ, ଆଉ ଏଇ କଥା ବୁଝିବା ଦରକାର। ଏ ସାନ ଦୁଇ ଜଣ ଆଖି ପତା ଯତ୍ନ ନେଇଥାଏ ଯେମିତି ଆଖିର, ସେହିପରି ଯୁଧିଷ୍ଠିର ଆଦି ପାଣ୍ଡବ ଭାଇ ମାନଙ୍କର ନକୁଳ ସହଦେବଙ୍କର ଯତ୍ନ ନେଇଥିଲେ। ତେଣୁ ହେ ପ୍ରଭୁ, କୁନ୍ତୀ ଦେବୀ ଜୀବନ ଧାରଣ କରିଛନ୍ତି ତ? ସେ ତାଙ୍କର ପିତୃହୀନ ସନ୍ତାନ ମାନଙ୍କ ପାଇଁ ଜୀବନ ଧାରଣ କରିଥିଲେ। ତା ନ ହୋଇଥିଲେ ରାଜର୍ଷି ପାଣ୍ଡୁଙ୍କ ବିନା ସେ ବଞ୍ଚି ପାରିନଥାନ୍ତେ। ପାଣ୍ଡୁ ମହାନ ଯୋଦ୍ଧା ଥିଲେ। ଏକ ଦ୍ୱିତୀୟ ଧନୁ ସାହାଯ୍ୟରେ ଏକାକୀ ଚତୁର୍ଦିଗ ଜୟ କରିଥିଲେ। ଏକ ପତିବ୍ରତା ସତୀ ସ୍ତ୍ରୀ ତାଙ୍କର ପ୍ରଭୁ ବା ସ୍ୱାମୀଙ୍କ ବ୍ୟତୀତ କଦାପି ବଞ୍ଚି ପାରିବେ ନାହିଁ। ସେଥିପାଇଁ ଯାହାଙ୍କର ସ୍ୱାମୀ ମୃତ୍ୟୁବରଣ କରୁଥିଲା, ସେ ସ୍ତ୍ରୀ ସ୍ୱଇଚ୍ଛାକ୍ରମେ ସ୍ୱାମୀର ଚିତାଗ୍ନିରେ ଝାସ ଦେଇ ଜୀବନ ଉତ୍ସର୍ଗ କରୁଥିଲା। ତେଣୁ ହେ ସୌମ୍ୟ, ଯେଉଁ ଧୃତରାଷ୍ଟ୍ର ମୃତ ଭାଇଙ୍କ ପ୍ରତି ଦ୍ରୋହ ଆଚରଣ କରିଛନ୍ତି, ଯେଉଁ ଦୁର୍ବୁଦ୍ଧି ଧୃତରାଷ୍ଟ୍ର ନିଜ ପୁତ୍ର ଦୁର୍ଯ୍ୟୋଧନ ଆଦିର ଅନୁବର୍ତ୍ତୀ ହୋଇ ନିଜ ଘରୁ ମୋ ପରି ହିତକାରୀ ଭାଇକୁ ନିର୍ବାସିତ କରିଛନ୍ତି, ବିଦୁର ପଚାରୁଛନ୍ତି ଏ କଥା। ସେଇ ଅଧୋଗାମୀ ଧୃତରାଷ୍ଟ୍ର ପାଇଁ ମୁଁ ଅନୁଶୋଚନା କରୁଛି। ସେଇ ଧୃତରାଷ୍ଟ୍ର ପାଇଁ ମୁଁ ଅନୁଶୋଚନା କରୁଛି। ଜଗନ୍ନାଥ ସୁନ୍ଦର ଭାବରେ ଲେଖୁଛନ୍ତି। ସ୍ୱାମୀ ବିନୁ ସୁତ ଲଭେ, ଜାନାମ ଚୌଦିଗ ଶୁଭେ, ତାହାଙ୍କୁ ଛାଡ଼ି ଭୋଗ ବିନେ, ରହିଲା ପୁତ୍ର ସ୍ନେହ ମନେ। ଶୁଣ ଉଦ୍ଧବ ସାଧୁ ଧୀର, ଧୃତରାଷ୍ଟ୍ରର ଯେବେ ଭାର, ସେ ପିତୃହୀନ ପଞ୍ଚପୁତ୍ରେ, ତାଙ୍କ ମରଣ ଚିତେ ଚିନ୍ତେ। ପୁତ୍ରଙ୍କ ତୁଲେ ତା ବିଚାର, ମୁଁ ପ୍ରିୟ ସୁହୃଦ ତାହାର, ପୁରୁ ବାହାର କରିଦେଲା, ଚିତେ ତା ଦୟା ନ ବସିଲା। ଏଣୁ ପଡ଼ିବ ତମ ଘର ଜୀବନେ ଚିନ୍ତା।